ପ୍ରକୃତି ଦେଖେଇଲା କରାଳ ରୂପ ଏବଂ ମଣିଷ ସମାଜ ଉପରେ ଦାଉ ସାଜିଲା। ଆଜି କାଳବୈଶାଖୀ ଝଡ଼ରେ ମୟୂରଭଞ୍ଜ ଜିଲ୍ଲାର ବହୁ ଅଞ୍ଚଳରେ ଘଟିଛି ପ୍ରାକୃତିକ ଦୁର୍ଘଟଣା। ଖୁବ୍ ଜୋରରେ ପବନ ବହିବା ସହିତ କାଳବୈଶାଖୀ ଝଡ଼ ହୋଇଛି ଏବଂ ଗଛ ସବୁ ଉଡ଼େଇ ନେଇଛି ଏବଂ ତା ସହିତ ରାସ୍ତାରେ ଯାଉଥିବା ଯାନବାହନ ସହିତ ମଣିଷକୁ ମଧ୍ୟ ବହୁ ଉଚ୍ଚକୁ ଉଡ଼େଇ ତଳେ କଚାଡ଼ି ଦେଇଛି, ଯେଉଁଥିରେ କି ବହୁ ଧନଜୀବନ ନଷ୍ଟ ହୋଇଛି। ପୋଖରୀରେ ଥିବା ପାଣି ମଧ୍ୟ ସେ ଉଡ଼େଇ ନେଇଥିବା ଯାହା ଆପଣମାନେ ଦେଖୁଛନ୍ତି। ଇଏ ହେଉଛି ପ୍ରକୃତିର କରାଳ ତାଣ୍ଡବ। ନିଶ୍ଚିତ ଭାବରେ ଆମେ ପ୍ରକୃତିର ଯେଉଁ ନଷ୍ଟ କରୁଛୁ, ପ୍ରକୃତିକୁ ଯେଉଁ ଅବମାନନା କରୁଛୁ, ପ୍ରକୃତିକୁ ଆମେ ଯେମିତି ଭାବରେ ବିନାଶ କରୁଛୁ, ନିଶ୍ଚିତ ଭାବରେ ଇଏ ହେଉଛି ପ୍ରକୃତିର ପ୍ରକୋପ, ଯାହା ଆଜି ଦେଖିବା ପାଇଁ ମିଳିଛି ମୟୂରଭଞ୍ଜରେ। ନିଶ୍ଚିତ ଭାବରେ ଏଇଥିରୁ ଆମେ ଶିକ୍ଷା ମିଳିବା ଦରକାର ଯେ ପ୍ରକୃତିକୁ ଆମେ ନଷ୍ଟ କରିବା ନାହିଁ, ପ୍ରକୃତି ସହିତ ତାଳ ଦେଇ ଆମେ ଚାଲିବା, ପ୍ରକୃତିକୁ ନେଇ ଆମେ ଚାଲିବା ଏବଂ ତାର ସୁରକ୍ଷା କରିବା। ନହେଲେ ପ୍ରକୃତି ବି ସେ ଆମ ଉପରେ ଦାଉ ସାଜିବ ଏବଂ ନିଶ୍ଚିତ ଭାବରେ ଏଭଳି ତାଣ୍ଡବ କରିବ ଯେଉଁଥିରେ କି ଆଉ ରକ୍ଷା ନାହିଁ।